ଧନଶ୍ରୀ କହୁଛନ୍ତି ଫରେନ୍ର ବିଜନେସ୍ ଓମ୍ୟାନ୍ ଅମ୍ବିକା ସେମାନେ ହେଉଛନ୍ତି ବହୁତ ବଡ଼ ଲୋକ ଆଉ ସେମାନଙ୍କ ବିରୁଦ୍ଧରେ ମୁଁ ଅଧିକ କିଛି ଜାଣିନି ହେଲେ ସେମାନେ ଆଦିର ପ୍ରୋଜେକ୍ଟରେ ବହୁତ ଟଙ୍କା ଇନଭେଷ୍ଟ କରୁଛନ୍ତି। ସେଇ ଟାଇମ୍ରେ ଜେଜେ କହୁଛନ୍ତି ହଉ ତମେ ଜମାରୁ ବି ବ୍ୟସ୍ତ ହୁଅନି ସେମାନେ ଏଇଠି ଅଛନ୍ତି ତ ମୁଁ ଯାଉଛି ତାଙ୍କୁ ଦେଖି ନେଉଛି। ସେ ଅମ୍ବିକା ଚୌଧୁରୀ ନା ଆମ ମୁକ୍ତି ଭଳିଆ ଦେଖିବାକୁ। ତମେ ଜମା ବ୍ୟସ୍ତ ହୁଅନି ପିଇସା ଅଛି ମୁଁ ଆଉଛି। ସେଇଆ ପିଇସା କହିକି ସେଠୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ ଶାଲିନୀଙ୍କ ହାତ ଧରିକି ଟାଣି ଆଣୁଛନ୍ତି ଆଉ କହୁଛନ୍ତି ଶାଲିନୀ ଏସବୁ କ'ଣ ଚାଲିଛି? ତୁ ଏମିତି କ'ଣ ପାଇଁ ଡରୁଛୁ? ଆଚ୍ଛା ସେ ଝିଅ ଯଦି ମୁକ୍ତି ହେଇଥାନ୍ତା ସେ କ'ଣ ପିଇସୀ ନାନୀ ସହିତ ଏମିତି ବିହେଭ୍ କରିଥାନ୍ତା ଆଉ ଆମ ସହିତ କୁଲ୍ଲି କଥା ହେଇଥାନ୍ତା? ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ପିଇସୀ ସିଏ କ'ଣ ଏମିତି କୁଲ୍ରେ କଥା ହେଲେ ସେ କ'ଣ ପ୍ରୁଭ୍ ହେଇଯିବ ସେ ମୁକ୍ତି ନୁହେଁ ବୋଲି? ଅମ୍ବିକା ପିଇସୀ ମେ ବି ତାର କିଛି ପ୍ଲାନ୍ ଥିବ। ତାପରେ ଧନଶ୍ରୀ କହୁଛନ୍ତି ଆଚ୍ଛା ତୁ ମୋତେ ଗୋଟେ କଥା କହ କେବେ ମରିଯାଇଥିବା ଲୋକ କେବେ ଫେରିକି ଆସିପାରିବ କି? ନା ଏମିତି କେଉଁଠି ଘଟିବାର ତୁ କେବେ ଦେଖିଛୁ? ଆରେ ତୁ କ'ଣ ସେ ଅମ୍ବିକା ଭିତରେ କିଛି ଡିଫରେଣ୍ଟ ଦେଖିପାରୁନୁ? ସେ ଅମ୍ବିକା କେତେ କନଫିଡେଣ୍ଟ ଆଉ ତାର ମନରେ ଡର ବୋଲିକି କିଛି ବି ନାହିଁ। ଆଉ ତୋର କ'ଣ ମନେ ନାହିଁ ସେ ମୁକ୍ତି କେମିତି ଥିଲା ଆଉ ତା ବିହେଭିୟର କେମିତି ଥିଲା? ସିରିୟସଲି ଶାଲିନୀ ତୋର ମନେ ନାହିଁ? ଛୋଟ ଛୋଟ କଥାରେ କାନ୍ଦିବା ଛଡ଼ା ତା ମନରେ ଆଉ କିଛି ବି ନଥିଲା ଆଉ ତା ପାଖରେ ବି କିଛି ବି ନଥିଲା। ଆରେ ତା ସହିତ ତ କିଏ ଲାଉଡଲି କଥା ହେଲେ ତା ନିଶ୍ୱାସ ପୁରା ଅଟକି ଯାଉଥିଲା। ହେଲେ ଏ ଅମ୍ବିକା ପୁରା ଷ୍ଟ୍ରଙ୍ଗ। ସେଥିପାଇଁ ଏ ମୁକ୍ତି ଆଉ ଅମ୍ବିକା ଭିତରେ ଦୂର ଦୂର ପର୍ଯ୍ୟନ୍ତ କିଛି ବି ସମ୍ପର୍କ ନଥାଇପାରେ। ସେଇ ଟାଇମ୍ରେ ନତାଶା ସେ ଜାଗାରେ ପହଞ୍ଚୁଛନ୍ତି ଆଉ କହୁଛନ୍ତି ସମ୍ପର୍କ ଅଛି। କିଏ କିଛି ବି କହୁ ଆଇ ଆମ୍ 100% ସିଓର ସେ ଅମ୍ବିକା ନୁହଁ ସେ ହେଉଛି ମୁକ୍ତି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ନତାଶା ସେ କେମିତି ମୁକ୍ତି ହେଇପାରିବ? ତୁ ବି ସେଇଭଳିଆ ପାଗିଳି ଭଳିଆ କଥାବାର୍ତ୍ତା କରୁଛୁ। ଆମେ ସମସ୍ତେ ଜାଣିଛୁ ଯେ ଆମେ ତାକୁ ପାହାଡ଼ରୁ ଠେଲିକି ମାରି ଦେଇଛନ୍ତି ବୋଲି ଆଉ ଏତେ ଉପରୁ ପଡ଼ିଲା ପରେ ଆଉ କେହି ବି ବଞ୍ଚି ପାରିବେନି। ସେଇ ଟାଇମ୍ରେ ଜୟଦେବ କହୁଛନ୍ତି ଏକ୍ଜାକ୍ଟଲି ପୋଲିସକୁ ମୁକ୍ତିର ତ ଡେଡ୍ ବଡି ମିଳିଥିଲା ଆଉ ତାର ଜୁଏଲାରୀ ବି ମିଳିଥିଲା ଯେଉଁଟା ବି ନତାଶା ତମେ ଆଇଡେଣ୍ଟିଫାଏ କରିଥିଲ। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ବଟ୍ ସେମ୍ ଜୁଏଲାରୀ ଆଉ କାହାର ବି ହେଇପାରେ ତ? ଆଉ ଯେଉଁ ଜୁଏଲାରୀ ଦେଖିକି ମୁକ୍ତିର ଜୁଏଲାରୀ ବୋଲିକି ଭାବି ନେଇଥିଲ ମେ ବି ସେ ଆଉ କେଉଁ ସ୍ତ୍ରୀ ଲୋକର ହେଇଥିବ। ଯେଉଁ ଡେଡ୍ ବଡିକୁ ଆମେ ମୁକ୍ତିର ଡେଡ୍ ବଡି ବୋଲିକି ଭାବି ନେଇଥିଲେ ମେ ବି ସେଇ ଡେଡ୍ ବଡି ଆଉ କେଉଁ ସ୍ତ୍ରୀ ଲୋକର ହେଇଥିବ। କାହିଁକି ନା ମୁକ୍ତି ଏବେ ଅମ୍ବିକା ଚୌଧୁରୀ ହେଇକି ଆମ ଘରେ ଅଛି। ହଁ ଦର୍ଶକ ବନ୍ଧୁ ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।